ବାହାରେ ବେଶ ପୂର୍ବରୁ ବର୍ଷା ଆରମ୍ଭ ହୋଇଯାଇଥିଲା। ଶୀତତାପ ନିୟନ୍ତ୍ରିତ ନିଜ ନିବୁଜ ଚାମ୍ବର ଭିତରେ ରହି ମଳୟକୁ ସେ ବିଷୟରେ ମୋଟେ ଜଣା ନଥିଲା। ତାକୁ କିଏ କହି ନଥିଲେ ବା ହୁଏତ କହିବା ଦରକାର ମନେ କରି ନଥିଲେ। ବୋଧହୁଏ ଅଫିସର ସମସ୍ତ ଷ୍ଟାଫ୍ ଘରକୁ ଚାଲିଗଲେଣି। ଅଫିସର ମୁଖ୍ୟ ଦରଜା ପାଖରେ ପହଞ୍ଚି ମଳୟ ଜାଣିପାରିଲା ଯେ ବର୍ଷା ହେଉଛି। ଜଣେ କି ଦୁଇ ଜଣ ପିଅନ ରୁମ୍ ଗୁଡ଼ିକ ତାଲା ପକାଇ ନିଜ ନିଜ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥାନ୍ତି। ମଳୟ ରୁମ୍କୁ ଯାଇ କେହି ଜଣାଇ ନଥାନ୍ତି ଯେ ସାର୍ ବାହାରେ ଖୁବ୍ ଜୋରରେ ବର୍ଷା ହେଉଛି ବୋଲି। କାରଣ ମଳୟ ସେ କମ୍ପାନୀର ଏମ୍ଡି ଏବଂ ଏମ୍ଡିଙ୍କ ଚାମ୍ବରକୁ କିଏ ସହଜରେ ଯିବା ପାଇଁ ଚେଷ୍ଟା କରନ୍ତି ନାହିଁ। ରଘୁ ପଚାରିଲା, ସାର୍ ଘରକୁ ଯିବେ କି? ହଁ ହଁ କହି ମଳୟ ନିଜ କାର ଆଡ଼କୁ ଅଗ୍ରସର ହେଲା ଏବଂ ପଛେ ପଛେ ରଘୁ ଛତା ଧରି କାର ପର୍ଯ୍ୟନ୍ତ ଛାଡ଼ି ଦେଇ ଆସିଲା। ଏଇ କିଛି ବର୍ଷ ହେଲା ମଳୟ ନିଜକୁ କାମରେ ଏତେ ବ୍ୟସ୍ତ ରଖୁଛି ଯେ ତାକୁ ଘର ଏବଂ କୁନି ଝିଅ ନିଶି ବିଷୟରେ ଚିନ୍ତା କରିବା ପାଇଁ ବେଳ ନାହିଁ। ମୀରା ତା ଜୀବନରୁ ଚାଲିଯିବା ପରେ ତାର ଏଇ ଅବସ୍ଥା। କିନ୍ତୁ ଆଗରୁ ସବୁ ଠିକ୍ ଥିଲା। ଆଜି ଯଦି ମୀରା ଥାନ୍ତା ତେବେ ମେଘ ଘୋଟିଲା କ୍ଷଣେ ହିଁ ଫୋନ୍ କରି ବ୍ୟସ୍ତ କରି ଦେଇଥାନ୍ତା। କ'ଣ ସମୟ ଜଣାପଡ଼ୁନି କି କହି ଘରକୁ ଆସିବା ପାଇଁ କହିଥାନ୍ତା। ମଳୟ ତାର ସେହି ଗେହ୍ଲାଳିଆ କଥାରେ ସବୁକିଛି ଭୁଲି ଘରକୁ ବାହାରି ପଡ଼ିଥାନ୍ତା। ଆଉ ଘରେ ଚାହା ପକୁଡ଼ିର ପ୍ଲେଟ୍ ଧରି ମୀରା ଅପେକ୍ଷା କରିଥାନ୍ତା। କାରଣ ମଳୟକୁ ବର୍ଷା ପାଗରେ ଚାହା ସହିତ ପକୁଡ଼ି ଖାଇବା ପାଇଁ ଭାରି ଭଲ ଲାଗେ। ମଳୟ କହିବା ପୂର୍ବରୁ ହିଁ ମୀରା ତାର ମନ କଥା ଜାଣି ଯାଉଥିଲା। ପ୍ରତ୍ୟେକ ପୁରୁଷ ଚାହେଁ ତାକୁ ତାର ମନ କଥା ବୁଝିଲା ଭଳି ସ୍ତ୍ରୀଟିଏ ମିଳୁ। ଆଉ ମୀରା ଥିଲା ସେହି ଭିତରୁ ଜଣେ। ଭଗବାନ ମୀରାକୁ ବୋଧେ ମଳୟ ପାଇଁ ଗଢ଼ିଥିଲେ, କିନ୍ତୁ ଏତେ କମ୍ ଦିନ ପାଇଁ। ମଳୟ ଯେତେବେଳେ ମୀରାର ବଡ଼ ଭଉଣୀ ରୀମାକୁ ଦେଖିବା ପାଇଁ ଯାଇଥିଲା ସେତେବେଳେ ରୀମା ସେ ଅନ୍ୟ ଜଣକୁ ଭଲ ପାଏ ବୋଲି କହି ତାକୁ ସମସ୍ତଙ୍କ ଆଗରେ ଅପମାନ ଦେଇଥିଲା। କିନ୍ତୁ ମୀରା ନିଜ ବାପା ମା ଏବଂ ମଳୟର ବାପା ମାଙ୍କ ସମ୍ମାନ କରିବା ପାଇଁ ସମସ୍ତଙ୍କ ଉପସ୍ଥିତିରେ ମଳୟକୁ ନିଜ ଆଡ଼ୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲା। ସେ କଥାରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ଆଉ ନିଜେ ମଳୟ ମଧ୍ୟ। ତାପରେ ଚିନ୍ତା କରିବା ପାଇଁ କିଛି ସମୟ ଦରକାର କହି ମଳୟ ସେଦିନ ସେଠାରୁ ଚାଲି ଆସିଥିଲା। ରୀମା ଭଳି ଏତେ ସୁନ୍ଦରୀ ନଥିଲା ମୀରା, କିନ୍ତୁ ସେଦିନ ଯେମିତି ରୀମାର ଚେହେରା ମୀରା ଆଗରେ ଫିକା ଲାଗୁଥିଲା। ବାହାଘର ପରେ ମୀରା ମଳୟକୁ କିଛି ମାଗିନଥିଲା, ବରଂ ସ୍ନେହ ଓ ପ୍ରେମରେ ମଳୟର ସଂସାରକୁ ବାନ୍ଧି ରଖିଥିଲା। ନିଶି ବୋଧେ ଶୋଇଗଲାଣି। ସବୁବେଳେ ମଳୟ ଅଫିସରୁ ଫେରିବା ବେଳେ ନିଶି ଶୋଇଯାଇଥିଲା। ଆଉ ମଳୟ ରାତି 10ଟା ବାଜିଲାଣି। ବର୍ଷାର ମାତ୍ରା ବଢ଼ିବାରେ ଲାଗିଛି। ବୋଧହୁଏ ରାତିସାରା ଏମିତି ବର୍ଷିବ। ମଳୟ ଶୋଇବା ପାଇଁ ଚେଷ୍ଟା କରୁଛି, କିନ୍ତୁ ଆଖିକୁ ନିଦ ଆସୁନି। ଆଜି ମୀରାର କଥା ଭାରି ମନେ ପଡ଼ୁଛି। କେତେ ଯେ ସ୍ୱପ୍ନ ଦେଖିନଥିଲି ମୀରା ଆଉ ମଳୟ ନିଶିର ଭବିଷ୍ୟତକୁ ନେଇ। କିନ୍ତୁ ଆଜି ମଳୟ ଏକା। ସେ ଏକୁଟିଆ କିପରି ନିଶିକୁ ମଣିଷ କରିବ? ସତରେ ସେଦିନର ସେହି ସଡ଼କ ଦୁର୍ଘଟଣା ଆଜି ବି ଭୁଲି ପାରୁନି ମଳୟ। ସେଦିନ ଥିଲା ମୀରା ଆଉ ମଳୟର 8ମ ବିବାହ ବାର୍ଷିକୀ। ମୀରା, ମଳୟ ଆଉ କୁନି ଝିଅ ନିଶି ମନ୍ଦିର ଦର୍ଶନ ସାରି ଫେରୁଥିଲେ। ଗରିବ ଦୁଃଖୀଙ୍କୁ ଦାନ କରିବା ସମୟରେ ମୀରା ଲକ୍ଷ୍ୟ କଲା ଯେ ଗୋଟିଏ ଛୋଟ ପିଲା ଉପରକୁ ଟ୍ରକ୍ ମାଡ଼ି ଆସୁଛି। ଟ୍ରକ୍ ଚାଳକଟି ନିଶାରେ ଥିଲା। ଛୋଟ ଛୁଆଟିକୁ ରକ୍ଷା କରିବା ପାଇଁ ସେଦିନ ମୀରା ନିଜ ଜୀବନକୁ ବଳି ଦେଇଥିଲା। ମୀରା ଶେଷ ନିଶ୍ୱାସ ତ୍ୟାଗ କରିବା ପୂର୍ବରୁ ମଳୟଙ୍କଠାରୁ ଶପଥ ନେଇଥିଲା ଯେ ନିଶିକୁ କେବେ ବି ଦୁଃଖ ଦେବନି, ଆଉ ବାପା ମା ଉଭୟଙ୍କ ସ୍ନେହ ଦେବ। କିନ୍ତୁ ଆଜି ମଳୟକୁ ଲାଗୁଛି ସେ ଯେପରି ସେହି ଶପଥରୁ ଓହରି ଯାଇଛି। ମୀରା କଥା ଭାବି ଭାବି ମଳୟକୁ ବହୁ କଷ୍ଟରେ ନିଦ ଆସିଲା। ଆଜି ମୀରା ବହୁତ ସୁନ୍ଦର ଦେଖାଯାଉଛି। ଗୋଲାପୀ ଶାଢ଼ୀ ପିନ୍ଧିଛି, ଯେଉଁଟା ମଳୟ ପସନ୍ଦର ରଙ୍ଗ। ଉଦାସ ଚେହେରାରେ ମୀରା ନିଶିକୁ କୋଳରେ ଧରି ଶୁଆଇ ଦେଉଛି ଆଉ ମଳୟକୁ କହୁଛି, ନିଶି ଆଜି ବିଜୁଳି ଘଡ଼ଘଡ଼ିରେ ବହୁତ ଡରି ଯାଇଛି। କିନ୍ତୁ ତୁମେ ତାକୁ ମୁଁ ତୁମକୁ ଛାଡ଼ି ଚାଲି ଯାଇଛି। କିନ୍ତୁ ନିଶିର ଦୋଷ କ'ଣ? ଜାଣିଶୁଣି କାହିଁକି ନିଶି ଆଉ ନିଜକୁ କଷ୍ଟ ଦେଉଛ ମଳୟ? ମୁଁ ତୁମକୁ କେବେ ବି କିଛି ମାଗିନାହିଁ, ହେଲେ ମୋତେ ଦେଇଥିବା କଥା ତୁମେ ରଖିପାରିନ। ଏହା କହି ମୀରା ବହୁତ କାନ୍ଦିଲା ଆଉ ଅନ୍ଧାର ଭିତରେ କୁଆଡ଼େ ଚାଲିଗଲା।
ଆଲାରାମର ଶବ୍ଦରେ ମଳୟର ନିଦ ଭାଙ୍ଗିଗଲା। ସମୟ 6ଟା। ବର୍ଷା କମିଗଲାଣି। ସତରେ ବର୍ଷା ପରର ସକାଳ ଯେମିତି ନୂଆ ନୂଆ ଲାଗୁଥିଲା। କଅଁଳ କିରଣ ସହ ଗତ ରାତିର ସ୍ୱପ୍ନଟି ଯେପରି ଝାପ୍ସା ମନେ ପଡ଼ୁଥିଲା ମଳୟର। ସଙ୍ଗେ ସଙ୍ଗେ ଦୌଡ଼ି ଯାଇ ନିଶିର ରୁମ୍ ଆଡ଼କୁ ଚାଲି ଯାଇଥିଲା ମଳୟ। କିନ୍ତୁ ଏ କ'ଣ ଦେଖୁଛି, ନିଶି ତ ଜ୍ୱରରେ କମ୍ପୁଛି। ସେଥିପାଇଁ ବୋଧେ ମୀରା ଗତ ରାତିରେ ତାର ସ୍ୱପ୍ନରେ ଆସିଥିଲା। ଯାହା ହେଲେ ବି ସେ ମା। କିନ୍ତୁ ମଳୟ ବାପା ହୋଇ ତା ପ୍ରତି ଅବହେଳା କରିଛି। ନିଜ କର୍ମ ବାହାନାରେ ନିଜ ଛୁଆକୁ ସ୍ନେହରୁ ବଞ୍ଚିତ କରିଛି। ମଳୟ ନିଶିକୁ କୋଳେଇ ଧରିଲା ଆଉ ଡାକ୍ତରଙ୍କୁ ଫୋନ୍ କଲା। ଡାକ୍ତର କହିଲେ ଛୁଆଟି ଖୁବ୍ ଡରି ଯାଇଛି, ତେଣୁ ଜ୍ୱର ହୋଇଛି। ଚିନ୍ତା କରିବାର କିଛି ନାହିଁ। ନିଶିକୁ କୋଳରେ ଧରି ମଳୟ ବହୁତ କାନ୍ଦିଲା ଆଉ ମନେ ମନେ କଥା ହେଲା, ଆଜିଠୁ ବାପା ମା ଦିହିଁଙ୍କ ସ୍ନେହ ଦେବିରେ ମା। ଆଜି ନିଶି ପସନ୍ଦ କରିଥିବା ପୁଅ ସହିତ ତାର ବାହାଘର। ଛୋଟବେଳୁ ନିଶିର କୌଣସି କଥାରେ ଅରାଜି ହୋଇନାହିଁ ମଳୟ। କାରଣ ସେ କେବେ ବି ନିଶି ଆଖିରେ ଲୁହ ଦେଖିବା ପାଇଁ ଚାହୁଁ ନଥିଲା। ତାକୁ ଦୁନିଆର ସବୁ ଖୁସି ଦେବା ପାଇଁ ଚାହୁଁଥିଲା। ନିଶି ବାହା ହୋଇ ଚାଲିଯିବା ପରେ ପୁଣି ଏକା ହୋଇଯିବ ମଳୟ। ଆଜି ମଳୟ ନିଜକୁ ପ୍ରଶ୍ନ କରୁଛି, କ'ଣ ସେ ମୀରାକୁ ଦେଇଥିବା ଶପଥ ପୂରା କରିପାରିଛି? କ'ଣ ସେ ବାପା ମା ହୃଦୟଙ୍କ ସ୍ନେହ ଦେଇପାରିଛି ନିଶିକୁ? ମୀରା ଆଜି ହସୁଛି ଓ କହୁଛି, ହଁ, ତୁମେ ମୋ ଶପଥ ପୂରା କରିଛ ମଳୟ। ତୁମେ ଦୁନିଆର ସବୁ ଖୁସି ଦେଇଛ ଆମ ଝିଅକୁ। ପାପା ପାପା ଡାକରେ ନିଦ ଭାଙ୍ଗିଗଲା ମଳୟର। ପାଖରେ ଚା କପ୍ ଧରି ଛିଡ଼ା ହୋଇଛି ଝିଅ ନିଶି। ଠିକ୍ ମୀରା ଭଳି ଦେଖାଯାଉଛି। ମଳୟ କହିଲା, ଆଉ ମାସଟେ ପରେ ତୁ ବାହା ହୋଇ ଚାଲିଯିବୁ। ମୋ କଥା ତୁ କାହିଁକି ଚିନ୍ତା କରୁଛୁ ରେ ମା? ନିଶି ଉତ୍ତର ଦେଲା, ନା, ମୁଁ କୁଆଡ଼େ ଯିବି ନାହିଁ। ମାମା ଚାଲିଯିବା ପରେ ତୁମେ କ'ଣ ମୋତେ ଏକା ଛାଡ଼ି ଚାଲି ଯାଇଥିଲ ଯେ ମୁଁ ତୁମକୁ ଏକା କରି ଚାଲିଯିବି? ବଗିଚାରେ ଗଛରେ ଚଢ଼େଇ ବର୍ଷାରୁ ଉଡ଼ିବା ପାଇଁ ଡେଣା ମେଲୁଛନ୍ତି। ବୋଧେ ସେମାନେ ଆକାଶରେ ଉଡ଼ିବା ପାଇଁ ଚେଷ୍ଟା କରୁଛନ୍ତି। କାହାଣୀଟି ଯଦି ପସନ୍ଦ ଆସୁଥାଏ ତେବେ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟସ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।